ଯେଉଁଦିନ ଠାରୁ ଆପଣ ଏହା ଜାଣିପାରିବେ କି ଆପଣଙ୍କ ବିଚାର କେତେ ଶକ୍ତିଶାଳୀ ଅଟେ, ସେହିଦିନ ଠାରୁ ଆପଣ କେବେ ନକାରାତ୍ମକ ବିଚାର କରି ମନରେ ରଖିବେ ନାହିଁ। ଯେଉଁ ଲୋକଙ୍କୁ ଆପଣଙ୍କର ଟିକେ ବି ଚିନ୍ତା ହିଁ ନାହିଁ, ତାଙ୍କ ସାଥିରେ ଛିଡ଼ା ହେବା ଠାରୁ ଭଲ ଜୀବନରେ ଏକୁଟିଆ ରହିଯିବା। ଭଗବାନ କୁହନ୍ତି, ତୁ ତାହା କରିଥାଉ ଯାହା ତୁ ଚାହୁଁଥାଉ, କିନ୍ତୁ ତାହା ହୋଇଥାଏ ଯାହା ମୁଁ ଚାହିଁଥାଏ। ତୁ ତାହା କର ଯାହା ମୁଁ ଚାହୁଁଛି, ତାହା ହିଁ ହେବ ଯାହା ତୁ ଚାହିଁବୁ। ସବୁବେଳେ ଈଶ୍ୱରଙ୍କ ଉପରେ ଭରସା ରଖ। ଗୋଟିଏ ଦ୍ୱାର ନ ଖୋଲିବା ପର୍ଯ୍ୟନ୍ତ ସେ ପ୍ରଥମ ଦ୍ୱାରକୁ କେବେ ବନ୍ଦ କରନ୍ତି ନାହିଁ। ଜୀବନରେ ଖୁସିର ସନ୍ଧାନ ଆପଣଙ୍କୁ ହିଁ କରିବାକୁ ପଡ଼ିବ, କାହିଁକି ନା ଦୁଃଖ ତ ଏ ଦୁନିଆରେ କେହି ବି ଆପଣଙ୍କୁ କରିପାରିବେ। କାହା ମିଠା କଥା ଶୁଣିକି କେତେ ଏହା ଭାବିବ ନାହିଁ ଆପଣ ତାଙ୍କ ପାଇଁ ବହୁତ ଖାସ୍ ଅଟନ୍ତି। ବେଳେ ବେଳେ ଚଢ଼େଇକୁ ଖୁଆଇବା ପାଇଁ ନୁହେଁ, ବରଂ ଧରିବା ପାଇଁ ଦାନା ପକାଇଥାଏ। ଭଲ ଲୋକଙ୍କର ପରୀକ୍ଷା ଭଗବାନ ନିଶ୍ଚୟ ନେଇଥାନ୍ତି, କିନ୍ତୁ ସାଥ କେବେ ବି ଛାଡ଼ି ନଥାନ୍ତି। ଆଉ ଖରାପ ଲୋକଙ୍କୁ ଭଗବାନ ବହୁତ କିଛି ଦେଇଥାନ୍ତି, କିନ୍ତୁ ସାଥ କେବେ ଦେଇନଥାନ୍ତି। ଯାହା ବିତି ଯାଇଛି ତାହା ଚାଲିଯାଇଛି। ଯଦି ଆମ ଦ୍ୱାରା କିଛି ଖରାପ କାମ ହୋଇଯାଇଛି, ଖାଲି ସେହି ଚିନ୍ତାରେ ନିଜକୁ ବୁଡ଼ାଇ ରଖିବ ନାହିଁ, ବରଂ ବର୍ତ୍ତମାନକୁ ସୁଧାରିକି ନିଜ ଭବିଷ୍ୟତକୁ ସମ୍ଭାଳିବା ଉଚିତ। ଦୁନିଆରେ କୌଣସି ବି ଜିନିଷ କେବେ ବି ମୂଲ୍ୟବାନ ହେଉ ନା କାହିଁକି, କିନ୍ତୁ ଭଗବାନ ଆପଣଙ୍କୁ ଯେଉଁଦିନ ସମୃଦ୍ଧି ଆନନ୍ଦ ଦେଇଛନ୍ତି, ତାଠାରୁ ଏସବୁ ଅଧିକ ଯେଉଁ ଜୀବନ ଦେଇଛନ୍ତି, ତାଠାରୁ ମୂଲ୍ୟବାନ ଆଉ କିଛି ବି ନାହିଁ। ଭଲ ସମୟ ତା'ର ଆସିଥାଏ, ଯିଏ କେବେ କାହାର ଖରାପ ଚିନ୍ତା କରି ନଥାଏ, ଆଉ ଏମିତି ଲୋକଙ୍କୁ ପ୍ରକୃତି ବି ସାହାଯ୍ୟ କରିଥାଏ। ଅନୁଭବ କରିଥାଏ କି ଲୋକଙ୍କୁ ଏହି କଥାକୁ ନେଇ କିଛି ଫରକ ପଡ଼ିନଥାଏ ଆପଣ ଖୁସି ଅଛନ୍ତି କି ନାହିଁ, କିନ୍ତୁ ଏହି କଥାକୁ ନେଇ ଫରକ ପଡ଼ିଥାଏ ଆପଣ ତାଙ୍କୁ କେତେ ଖୁସି ରଖୁଛନ୍ତି। ଖାଲି ଦେଖାଇ ଦେବା ପାଇଁ ଭଲ ହେବ ନାହିଁ, କାହିଁକି ନା ପରମାତ୍ମା ତୁମକୁ ବାହାରୁ ନୁହେଁ ଭିତରୁ ବି ଜାଣିଛନ୍ତି। ଯଦି ଆପଣ ଖରାପ ସମୟ ଦେଇ ଗତି କରୁଛନ୍ତି, ତେବେ ଚାଲନ୍ତୁ, ଅଟକି ଯାଆନ୍ତୁ ନାହିଁ। ଖରାପ ସମୟ ଦିନେ ନିଶ୍ଚୟ ଚାଲିଯିବ। ଥରେ ମାତା ରାଧାରାଣୀ ଶ୍ରୀକୃଷ୍ଣକୁ ପଚାରିଲେ କି ପ୍ରେମର ପ୍ରକୃତ ଅର୍ଥ କ'ଣ? ଶ୍ରୀକୃଷ୍ଣ ହସିଲେ ଆଉ କହିଲେ, ଯେଉଁଠି ଅର୍ଥ ଥାଏ ସେଠି ପ୍ରେମ ନଥାଏ। କାହାର ଖରାପ ସମୟ ଦେଖିକି ତା ଉପରେ କେବେ ହସ ନାହିଁ, କାରଣ ଏ ସମୟ ଚେହେରାକୁ ମନେ ରଖିଥାଏ। ମୁସ୍କିଲ ଏତେ ବଡ଼ ହୋଇନଥାଏ ଯେତିକି ଆମେ ତାକୁ ଚିନ୍ତା କରିକି ବଡ଼ କରି ଦେଇଥାଉ। ମନେ ରଖିବେ, ପରମାତ୍ମାଙ୍କ ସାଥ ସବୁ ମୁସ୍କିଲକୁ ସହଜ କରିଦେଇଥାଏ। ଆପଣ ନକାରାତ୍ମକ ଲୋକ ଠାରୁ ଯେତେ ଦୂରେଇ ରହିଯିବେ, ଆପଣଙ୍କ ଜୀବନ ସେତେ ଶାନ୍ତିପୂର୍ଣ୍ଣ ରହିବ। ସବୁ ମଜାକ ହୋଇନଥାଏ, ବରଂ ଚତୁରତାର ସହ କୁହାଯାଇଥିବା ସତ୍ୟ ମଧ୍ୟ ହୋଇଥାଏ। ଯେଉଁଠି ତୁମର ଆଦର ନାହିଁ, ସେ ଜାଗାକୁ ଯିବା ବନ୍ଦ କରିଦିଅ। ତାହା କାହା ଘର ହେଉ ଅବା କାହା ହୃଦୟ। ତୁମ ବ୍ୟକ୍ତିଗତ ଜୀବନରେ ଯଦି କିଛି ଭଲ ହେଉଛି, ତେବେ ତାକୁ କାହା ଆଗରେ ପ୍ରକାଶ କର ନାହିଁ। ଆପଣ କେତେ ବି ଭଲ ମଣିଷ ହୁଅନ୍ତୁ ନା କାହିଁକି, ତଥାପି ଆପଣ କାହା କାହାଣୀରେ ନିଶ୍ଚୟ ଖରାପ ହୋଇଥିବେ। ଆପଣଙ୍କ ସମସ୍ୟାର ସମାଧାନ କେବଳ ଆପଣଙ୍କ ପାଖରେ ଅଛି, ଅନ୍ୟମାନେ ତ କେବଳ ସାନ୍ତ୍ୱନା ଦେଇଥାନ୍ତି।